ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମରଣ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ଷଷ୍ଠ। ବିଷୟ ହେଉଛି ଇତିହାସ ରାଜନୀତି ବିଜ୍ଞାନ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ରୋଲ ନମ୍ବର ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ରୋଲ ନମ୍ବର ଲେଖିବ। ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ତାପରେ ପିଲାମାନେ ଏଠି ସମ୍ପୂର୍ଣ୍ଣ ତୁମର ବିଦ୍ୟାଳୟର ନାମ ଲେଖିବ। ଏଠି ଲେଖିବ ତୁମର ବ୍ଲକର ନାମ। ସମୟ ହେଉଛି ମାତ୍ର 2 ଘଣ୍ଟା। ଠିକ୍ ଅଛି। ପୃଷ୍ଠ ସଂଖ୍ୟା ହେଉଛି 5, ପ୍ରଶ୍ନ ସଂଖ୍ୟା 30 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50 ମାର୍କ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସୂଚନା ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାର୍ଶ୍ୱରେ ଦିଆଯାଇଛି। ଠିକ୍ ଅଛି। ଦେଖିବା ପ୍ରଶ୍ନ ସବୁ କ'ଣ ଅଛି। 1 ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛି ପାଖ କୋଠରୀରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପ୍ରଥମ ପ୍ରଶ୍ନ କ'ଣ ଅଛି। ନୀଳକାନ୍ତ ମଣି କେଉଁ ସ୍ଥାନରୁ ଆବିଷ୍କାର କରାଯାଇଛି। ନୀଳକାନ୍ତ ମଣି କେଉଁ ସ୍ଥାନରେ ଆବିଷ୍କାର କରାଯାଇଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ନିଆଁର ବ୍ୟବହାର କେଉଁ ଯୁଗରେ ମନୁଷ୍ୟ ପ୍ରଥମେ ଆରମ୍ଭ କରିଥିଲା। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଅଦ୍ୱୈତବାଦ କିଏ ପ୍ରଚାର କରିଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ମହାନଗର ନିଗମର ମୁଖ୍ୟଙ୍କୁ କ'ଣ କୁହାଯାଏ। ଅତି ସୁନ୍ଦର ପ୍ରଶ୍ନ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଆଧୁନିକ ଯୁଗରେ ସବୁଠାରୁ କେଉଁ ଶାସନ ଲୋକପ୍ରିୟ। ଅତି ସୁନ୍ଦର ପ୍ରଶ୍ନ। ପିଲାମାନେ ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। 6 ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ପାଇଁ ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କରିବ। ଗ୍ରୀକ୍ ମାନେ ଅମିତ୍ରଘାତ ଉପାଧି ସମ୍ରାଟ ଡ୍ୟାସ୍ଙ୍କୁ ଦେଇଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କୌଟିଲ୍ୟ କ'ଣ ରଚନା କରିଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିବ। ତାପରେ ଇସଲାମ ଧର୍ମର ପ୍ରବର୍ତ୍ତକ କିଏ। ଇସଲାମ ଧର୍ମର ପ୍ରବର୍ତ୍ତକ ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଡେକ୍ ଶ୍ରେଣୀର ଜୈନ ସନ୍ନ୍ୟାସୀମାନେ ଶ୍ୱେତବସ୍ତ୍ର ପରିଧାନ କରନ୍ତି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ଆମ ଦେଶରେ ଡେକ୍ସ ବସ୍ତ୍ର ଉର୍ଦ୍ଧ୍ୱ ବସ୍ତ୍ର ଲୋକମାନଙ୍କର ଭୋଟ ଦେବାର ଅଧିକାର ରହିଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। 11 ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଥମ ସମ୍ପର୍କ ଅନୁଯାୟୀ ଶୂନ୍ୟସ୍ଥାନରେ ଲେଖ। ଠିକ୍ ଅଛି। ପ୍ରଥମ ପ୍ରଶ୍ନ ଅଛି ତ୍ରିରତ୍ନ ମହାବୀର ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ, ତାପରେ କ'ଣ ହେବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଖ୍ରୀଷ୍ଟାବ୍ଦ 320 ରୁ 335 ପ୍ରଥମ ଚନ୍ଦ୍ରଗୁପ୍ତ। ଖ୍ରୀଷ୍ଟାବ୍ଦ 335 ରୁ 380 କିଏ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଗ୍ରାମର ମୁଖ୍ୟ ବ୍ରଜପତି, ରାଷ୍ଟ୍ରର ମୁଖ୍ୟ କିଏ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ 10,000 ଅଧିକ ଲୋକ ବିଜ୍ଞାପିତ ଅଞ୍ଚଳ ପରିଷଦ, 25,000 ଅଧିକ ଲୋକ କ'ଣ। ପିଲାମାନେ ଏହାର ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଗ୍ରାମ ପଞ୍ଚାୟତ ୱାର୍ଡ ସଭ୍ୟ ୱାର୍ଡ ମେମ୍ବର, ମହାନଗର ନିଗମର ୱାର୍ଡ ସଭ୍ୟ କ'ଣ କୁହାଯାଏ। ପିଲାମାନେ ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। 16 ରୁ 20 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉକ୍ତିଗୁଡ଼ିକ ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ସଂଶୋଧନ କରି ଉତ୍ତର ଲେଖ। ପୁରାତନ ପ୍ରସ୍ତର ଯୁଗର ଲୋକମାନେ ମାଲ ପରିବହନ ପାଇଁ ଘୋଡ଼ାକୁ ବ୍ୟବହାର କରୁଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରାଖାଲ ଦାସ ହରପ୍ପା ସହରକୁ ଆବିଷ୍କାର କରିଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ବାପା ମା ଓ ସେମାନଙ୍କର ସନ୍ତାନଙ୍କୁ ନେଇ ଗଠିତ ପରିବାରକୁ ଯୌଥ ପରିବାର କୁହାଯାଏ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଅଶୋକ ସ୍ତମ୍ଭରେ 5ଟି ପଶୁର ଚିତ୍ର ରହିଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ସାର୍ବଭୌମତ୍ୱ ଗ୍ରୀକ୍ ଶବ୍ଦ ସୁପର ଆନସରୁ ଆସିଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 21 ରୁ 25 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତରକୁ 2 ବା 3ଟି ବାକ୍ୟ ମଧ୍ୟରେ ଲେଖ। ଅତି ସୁନ୍ଦର ପ୍ରଶ୍ନ। ପିଲାମାନେ ଦେଖିବା କ'ଣ ସବୁ ପ୍ରଶ୍ନ ଅଛି। କେଉଁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ କାହିଁକି। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଦେଇଛି ସ୍କ୍ରିନରେ, ତୁମେ ଲେଖିପାରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ କ'ଣ କ'ଣ ରଚନା କରିଥିଲେ। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ ଲେଖିପାରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ହରପ୍ପା ସଭ୍ୟତାର ଲୋକମାନେ କେଉଁ ଉପାୟରେ ଶବ ସଂସ୍କାର କରୁଥିଲେ।
ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସମ୍ପୂର୍ଣ୍ଣ ସଠିକ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାଷ୍ଟ୍ରର ମୁଖ୍ୟତଃ କେତୋଟି ଉପାଦାନ ରହିଛି ଓ କ'ଣ କ'ଣ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସମ୍ପୂର୍ଣ୍ଣ ସଠିକ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ ସବୁ କ'ଣ ଅଛି। ମହାନଗର ନିଗମର ଦୁଇଟି ଇଚ୍ଛାଧୀନ କାର୍ଯ୍ୟ ଲେଖ। ପିଲାମାନେ ଏହାର ସମ୍ପୂର୍ଣ୍ଣ ସଠିକ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ, 26ରୁ 23 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଉତ୍ତରକୁ 40 ବା 50ଟି ଶବ୍ଦ ମଧ୍ୟରେ ଲେଖ। ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ସମାଜ ବିନା ବଞ୍ଚିବା ମନୁଷ୍ୟ ପକ୍ଷରେ ଅସମ୍ଭବ କାହିଁକି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ ଉତ୍ତର ମୁଁ ସ୍କ୍ରିନରେ ଦେଇଛି, ତୁମେ ଲେଖିପାରିବ। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ମେଗାସ୍ଥେନିସ୍ କିଏ? ତାଙ୍କ ବିବରଣୀରେ କ'ଣ ସବୁ ଉଲ୍ଲେଖ କରାଯାଇଛି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତୁମେ ପରିବାରରୁ କି ଭଲ ଗୁଣ ଶିକ୍ଷା କରିଥାଅ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିପାରିବ। ଠିକ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ନିମ୍ନୋକ୍ତ ଚାରୋଟି ଦର୍ଶନୀୟ ସ୍ଥାନ ଥିବା ଜିଲ୍ଲା ଚାରୋଟି ଓଡ଼ିଶା ମାନଚିତ୍ରରେ ଦର୍ଶାଅ। ହୀରାକୁଦ ଡ୍ୟାମ୍ କେଉଁଠି ଅଛି? ସୁରେଶ୍ୱରୀ ମନ୍ଦିର କେଉଁଠି ଅଛି? ହରିଶଙ୍କର କେଉଁଠି ଅଛି? ନୃସିଂହନାଥ ମନ୍ଦିର କେଉଁଠି ଅଛି? ତାମାନେ ଏଇଠି ମୁଁ ଯେଉଁ ଚିହ୍ନ ଦେଉଛି ତାହାକୁ ମନେ ରଖିଥିବ ଏବଂ ସେଇ ଚିହ୍ନ ପରୀକ୍ଷା ହଲରେ ସେ ଚିହ୍ନକୁ ଦେବ। ଠିକ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ଗଣତାନ୍ତ୍ରିକ ସରକାର ଲୋକମାନଙ୍କର ସରକାର କହିଲେ କ'ଣ ବୁଝ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ ଉତ୍ତର ମୁଁ ଦେଇଛି, ସ୍କ୍ରିନରେ ତୁମେ ଲେଖିବ। ଠିକ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ ଅଛି। ଧନ୍ୟବାଦ।